सत्यमयि परमे। सांध्य पाठ्यक्रम को आपको स्वागत करूँ। आज आलोचना विषय है दैवी घटनार अर्थ। दैवी घटना सब अलौकिक घटना सब घटे, आकस्मिक घटना घटे। आमर कौन धारणा न थाए, आम किसी जान न हठात गोटे कौन घटना घटो आपको जदि आलोचना करा जाए से संपर्क में प्रकृत में आध्यात्मिक व्याख्यान कौन आम जहाँ दैवी घटना कहूँ अनेक दैवी घटना तार आध्यात्मिक व्याख्या अर्थात आध्यात्मिक धारा किपर तक बुझे कह जो सब आश्चर्यजनक अभूतपूर्व घटनावली घटी जाए तार अर्थ कौन एवं किपरि भाव घटू से संबंध में बहु लोक प्रश्न किसी तो जाना ना शुणा ना हठात 2 दिन तले जाए कि हठात जमी है 2 दिन भर गोटे सब चेंज होगा हठात जमी है। आज बाहर ना न्यूजीलैंड दल आखियापी पाकिस्तान को न्यूजीलैंड दल पाकिस्तान को T20 क्रिकेट मैच खेलने गैलेरी लोक सब बस सारे पाकिस्तान दल रेडी हो न्यूजीलैंड दल होटेल रूम बाहर आउ अध घंटा भर मैच आरंभ हो हठात मेसेज आसला न्यूजीलैंड को जे जगह सेफ जगह नुह अनसेफ जगह सेफ जगह नुह निरापद नुह आम खेलाड़ी मान जहाँ भी पाकिस्तान प्रोटेक्शन व्यवस्था कर पछे तथापि विपद अच्छी खेलाड़ी मान जीवन प्रति विपद अच्छी तेणु आम पाकिस्तान खेल पार सबू फसल फाटी अध घंटा पूर्व पर्यंत समय जानते खेल हम मैच सब हो अध घंटा भर सब बदलगला एमती केते उदाहरण नहीं पारे एटा सब जागतिक उदाहरण जड़ उदाहरण मैं दैनिक जीवन उदाहरण सब कहानी खाली न घटना भी अच्छी जनक सागर विवाह करने थी हठात से बेदी उपर उठी पड़े बेदी उपर पड़े पुलिस बांधि नब कौन गोटे झील बरण हो सारी तेणु कौन कर आउ गोटे जड़े किए हूँ तो सोमट राजी हो कहीकि नहीं आस बस बाहर केते मुहूर्त भितर सिद्धांत है सी विवाह कर समग्र जीवन पर गोटे सिद्धांत से नौ केते समय भर सिद्धांत है अल्प समय पूर्व किसी जना ही ना सूचना नाला विपर्य भी सेमती बहुत विपर्य हुए टिके आगुरी दिन आगुरी 5 दिन आगुरी हठात किसी नर हठात भूसकिनी से गोटे केउंझर से गाँ नाटा कौन भूलीगली जो गोटे घूर्णी बात्या है फेमस जाए से गाँटा से गाँटा पूरा माने घूर्णिबात एमती जोर है जे गाँटा जाक पूरा उड़ीगले उपरू घर फर कि ना सब उड़ी सफा हो एंटायर गाँटा गोटे पड़िया मरुभूमि भाया हो गछ पतर कार फार गाड़ी फाड़ी सब उड़ीला यहाँ केमती है किसी तो जना नाला केमती है ये सब कारण कौन अभूतपूर्व घटना घटी जाए तार अर्थ कौन कहीं कौन से घटना एवं किपरि भाव घटुची
ସେ ସମୟରେ ବହୁ ଲୋକଙ୍କର ପ୍ରଶ୍ନ। ଭଗବତ କୃପା ବା ଦିବ୍ୟ ଅନୁକମ୍ପାର ଅର୍ଥ କ'ଣ? ସବୁ କ୍ଷେତ୍ରରେ ଭଗବାନଙ୍କ କୃପା ହିଁ କାମ କରେ। ଆମ ଆଖି କ'ଣ ଦୃଷ୍ଟି ନ ଦୃଷ୍ଟି ସେ ଅଲଗା। ସବୁ କ୍ଷେତ୍ରରେ ଭଗବାନଙ୍କ କୃପା ବା ଅନୁକମ୍ପା, ଦିବ୍ୟ ଅନୁକମ୍ପା। ଭଗବତ କୃପା ବା ଦିବ୍ୟ ଅନୁକମ୍ପାର ଅର୍ଥ କ'ଣ? ଯାହାକୁ ଭଗବତ କୃପା ବୋଲି ଆମେମାନେ କହୁ, ପ୍ରକୃତରେ ତାହା ଅନ୍ୟ ଏକ ଉଚ୍ଚତର ଭୂମିର ସାମର୍ଥ୍ୟ, ଶକ୍ତି, ଜ୍ୟୋତି, ଆଲୋକ। ଆମେ ଭଗବତ କୃପା କାହାକୁ କହୁଛୁ ନା ଅନ୍ୟ ଏକ ଚେତନା ବା ଅନ୍ୟ ଏକ ଭୂମି, ଅନ୍ୟ ଏକ ଉଚ୍ଚତର ଭୂମି, ତାର ଯାହା ସାମର୍ଥ୍ୟ, ଶକ୍ତି, ଜ୍ୟୋତି ଓ ଆଲୋକ, ଯାହାର ଅବତରଣ ଫଳରେ ଏହି ନିମ୍ନ ଭୂମିରେ ଘଟଣା ଉପରେ ଗୋଟେ ଚାପ ଦିଏ। ସେଠିକାର ପ୍ରେସର ଆସେ, ଉଚ୍ଚତର ଭୂମିର ପ୍ରେସର। ଉଚ୍ଚତର ଭୂମିର ପ୍ରେସର ଯେତେବେଳେ ଏଇ ଭୂମିରେ ଦିଏ, ଚାପ ଦିଏ, ପରିଣାମରେ ନିମ୍ନ ଘଟଣାବଳୀର ପ୍ରାକୃତିକ ବିଧାନ ବନ୍ଧନ ଛିନ୍ନ ହୋଇ ଅନ୍ୟ କିଛି ଘଟେ। ଯାହାରି ଉପରେ ସେ ଚାପ ଦିଏ, ସେ ନିମ୍ନ ଭୂମିରେ ଉଚ୍ଚତର ଭୂମିର ଚାପ କ'ଣ ହୁଏ ନା, ଯାହା ପୁରାତନ ଅଛି, ଯାହା ପ୍ରାକୃତିକ ବିଧାନ ବନ୍ଧନ, ସ୍ୱାଭାବିକ ଭାବରେ ଯାହା ସେଠି ଥିଲା, ପ୍ରାକୃତିକ ବିଧାନ ବନ୍ଧନ ଯାହା ଥିଲା, ସେ ଛିନ୍ନ ହୋଇ ଅନ୍ୟ କିଛି ଘଟେ। এইটা ହିଁ ହୁଏ। এই ସମ୍ବନ୍ଧରେ ଶ୍ରୀମାଙ୍କର ବାଣୀ ଏ କ୍ଷେତ୍ରରେ ଉଦ୍ଧାର କରା। ମା କ'ଣ କରୁଛନ୍ତି? এই ଦୈବୀ ଘଟଣା, ବହୁତ ଦୈବୀ ଘଟଣା ଆମର କୋଶ୍ଚିନ୍ ମାଙ୍କର ବାଣୀ ପଢ଼ିବା। ଚେତନାର ଅସଂଖ୍ୟ ସ୍ତର ଦ୍ୱାରା ଏହି ପୃଥିବୀ ଗଠିତ। ଚେତନାର ଅନେକ ସ୍ତର ଦେଇ ପୃଥିବୀ ସୃଷ୍ଟି କରାଯାଇଛି। ଆମେ ଜାଣିଛୁ ଜଡ଼ ଚେତନା, ଜଡ଼ ଚେତନା ପୂର୍ବ ଅବଚେତନା, ତାପରେ ନିଶ୍ଚେତନା, ତାପରେ ଜଡ଼ ଚେତନା, ଜଡ଼ ଚେତନା, ପ୍ରାଣ ଚେତନା, ଏସବୁ ଯେଉଁ ଉଚ୍ଚତର ପ୍ରାଣ, ଜଡ଼ ପ୍ରାଣ ଭିନ୍ନ ଭିନ୍ନ ସ୍ତରରେ, ଏବଂ ମନ ଚେତନା, ମନରେ ବି ଅନେକ ପ୍ରକାର ଚେତନାର ସ୍ତର, ଏସବୁକୁ ନେଇକି ପୃଥିବୀ ଗଢ଼ାଏ। ଏବଂ ପ୍ରତ୍ୟେକ ସ୍ତରର ବିଭିନ୍ନ ବିଧି ବିଧାନ ଅଛି। ସବୁ ସ୍ତରରେ ଭିନ୍ନ ଭିନ୍ନ ପ୍ରକାର ନିୟମ କାନୁନ ଅଛି। ଗୋଟେ ଅଫିସରେ, ସରକାରୀ ଅଫିସରେ ଯିଏ ବାହାରେ ବସନ୍ତି, ଚପରାସି ଯିଏ ବସନ୍ତି, ଏବଂ ଭିତରେ ଯେଉଁମାନେ କାମ କରନ୍ତି, ବହୁତ ବଡ଼ ବଡ଼, ସବୁଠୁ ବଡ଼ ଅଫିସର, ଏ ଭିନ୍ନ ଭିନ୍ନ ସ୍ତରରେ ଲୋକମାନେ ସବୁ କାମ କରନ୍ତି। ପ୍ରତ୍ୟେକ ସ୍ତରରେ ଗୋଟେ ଆବଶ୍ୟକତା ଅଛି ଏବଂ ଗୁରୁତ୍ୱ ଅଛି। ଚପରାସି ଯିଏ ବାହାରେ ବସନ୍ତି, ବେଲ୍ ମାରିଲେ ଉଠିକି ଯାଆନ୍ତି, ଆଜ୍ଞା ପଚାରନ୍ତି କ'ଣ, ତାଙ୍କର ବି ଆବଶ୍ୟକତା ଅଛି। ଏବଂ ହାକିମମାନଙ୍କର, ତାଙ୍କର ବି ଆବଶ୍ୟକତା, ସମସ୍ତ ଆବଶ୍ୟକତା ଅଛି। ଭିନ୍ନ ଭିନ୍ନ ସ୍ତରରେ, ଗୋଟାଏ ସ୍ତରରୁ ଆଉ ଗୋଟାଏ ସ୍ତରକୁ ଆସିଯାଏ। ଗୋଟିଏ ସ୍ତରର ବିଧାନ ଅନ୍ୟ ସ୍ତରରେ ଘଟେ ନାହିଁ। ଯାଆନ୍ତୁ, ବେଲ୍ ମାରିଲେ, ହାକିମ ଯଦି ବେଲ୍ ମାରିବେ, ଅଫିସର ଯିଏ, ତାପରେ ସେ ଉଠିକି ଯିବେ, ସେଇଠୁ ସେ କହିବେ ଯେ ଏଇ ଫାଇଲଟା ନେଇକି ଅମୁକ ଲୋକଙ୍କୁ ଦିଅ, ସେ ନେଇକି ଦେବେ। ସେଇଟା ତାଙ୍କର, ସେ ଜାଣିଛନ୍ତି ତାଙ୍କ ଦାୟିତ୍ୱ, ସେ ସଚେତନ। କିନ୍ତୁ ଏ ଘଟଣା ଏଭଳି ଯେ ସେ ଅଫିସର ନିଜେ ସେ ଫାଇଲଟା ନେଇ ତାଙ୍କ ପାଖରେ ଦେଇପାରିବେ। ଅନ୍ୟ ପ୍ରକାର ଘଟୁଛି ଆଜିକାଲି, କିନ୍ତୁ ସେମିତି ଭିନ୍ନ ଭିନ୍ନ ସ୍ତରରେ ସ୍ପେଶାଲ ହେଇଛି ଗୋଟେ ଅତ୍ୟନ୍ତ ବିନମ୍ର ଅଫିସର କିଏ ଥିବେ, ଡାକିଯିବେ, ଚାଲିଯିବେ, ପାଖରେ ବସି କାମ କରି ଆଣନ୍ତି। ସେଭଳିଆ ଘଟଣା ବି ବିରଳ ନୁହଁ, କିଛି ଘଟୁଛି। ହେଲେ ବି ସ୍ୱାଭାବିକ ଭାବରେ କ'ଣ, କାହା କାର୍ଯ୍ୟ କ'ଣ, ପ୍ରତ୍ୟେକ ସ୍ତରରେ, ଜଡ଼ ସ୍ତରରେ ଯାହା କାର୍ଯ୍ୟ, ପ୍ରାଣ ସ୍ତରରେ ତାହା, ପ୍ରାଣ ସ୍ତରରେ ଯାହା କାର୍ଯ୍ୟ, ମନ ସ୍ତରରେ ତାହା, ପ୍ରାଣ ସ୍ତର ପୁଣି ଭିନ୍ନ ଭିନ୍ନ ସ୍ତରରେ ଯିବ, ମନରେ ଭିନ୍ନ ଭିନ୍ନ ସ୍ତରରେ, ପ୍ରତ୍ୟେକ ସ୍ତରର କାର୍ଯ୍ୟ ପ୍ରତ୍ୟେକ ସ୍ତର କାର୍ଯ୍ୟଠାରୁ ଭିନ୍ନ। এইটা ଆଗରୁ ସ୍ଥିରୀକୃତ ହେଇଯାଇଛି। ଦୈବୀ ଘଟଣାର ଅର୍ଥ ହେଲା କ'ଣ ନା, ଅନ୍ୟ ଚେତନା ଓ ଶକ୍ତିର ହଠାତ୍ ଏଇ ଜଡ଼ ଭୂମିରେ ଅବତରଣ ଓ ବିସ୍ଫୋରଣ। ଉଚ୍ଚତର କୌଣସି ଏକ ଭିନ୍ନ ଏକ ଚେତନାର ସ୍ତରରେ କିଛି ଗୋଟେ ଅବତରଣ କରିବ,
ଜଡ଼ ଉପରେ ଏବଂ ଏ ବିସ୍ଫୋରଣ ଇଏ ହେଉଛି ଦୈବିକ। ଦୈବିକଟା ବ୍ୟକ୍ତି ଜାଣିପାରିବନି କେମିତି ହେଲା, କହିବ ଯେ ଦୈବିକ ଘଟଣା। ଯେତେବେଳେ ବ୍ୟକ୍ତି ଜାଣିପାରିବନି ଘଟଣା କେମିତି ଘଟିଲା, ସିଏ ହାତ ଟେକିଦେବ, ଦୈବିକ ଘଟଣା, ତାଙ୍କ ଇଚ୍ଛା, ଭଗବାନଙ୍କ ଇଚ୍ଛା। ଲାଷ୍ଟ ସଟ୍ରେ ଛକା, ମିଆଁଦାଦ ବୋଲି ଜଣେ ବଢ଼ିଆ ଖେଳାଳି ଥିଲେ ପାକିସ୍ତାନ, ତାଙ୍କ ହାତରେ ଗୋଟିଏ ବଲ୍ ଥିଲା ଏବଂ 5 ରନ୍ ଦରକାର ଥିଲା। ସମସ୍ତେ କହିଲେ ହାରିଲା, ସେ କ'ଣ ସନ୍ଦେହ ନିଶ୍ଚୟ ହାରିବ, ଗୋଟିଏ ବଲ୍ରେ 5 ରନ୍ ଦେବେ। କିନ୍ତୁ ମାରିଲେ ଗୋଟେ ଛକା, ଗୋଟିଏ ବଲ୍ରେ ଛକା। ମୁହୂର୍ତ୍ତକ ପରେ ଘଟଣା ବଦଳିଲା। ମୁହୂର୍ତ୍ତକ ପୂର୍ବରୁ ଗୋଟେ ଘଟଣାର ସମ୍ଭାବନା ଥିଲା, ମୁହୂର୍ତ୍ତକ ପରେ ସବୁ ବଦଳିଲା, ନ ହେଇଗଲା। ଅନେକ ଶକ୍ତି, ଅନେକ ଚେତନାର ଗୋଟେ ପ୍ରେସର, ସିଏ ଆମେ ୟାକୁ ଆଧ୍ୟାତ୍ମିକ ଉଦାହରଣ ସାଙ୍ଗରେ ସମାନ ନ କରିପାରୁ, କିନ୍ତୁ ଏଇଭଳି ଘଟଣା ଆମେ ଦେଖୁଛୁ, ଦୈବିକ ଘଟଣା। ଭଗବାନ ହଠାତ୍ ଭଗବାନ କୃପା କାମ କଲା, ଲାଷ୍ଟ ମିନିଟ୍ରେ କାମ କଲା, ଶେଷ ମୁହୂର୍ତ୍ତରେ କାମ କଲା। ସାଧାରଣତଃ ଏହି ଶକ୍ତି ପ୍ରାଣଭୂମିରୁ ଉତରି ଆସେ ଊର୍ଦ୍ଧ୍ୱଲୋକର କ୍ରିୟାବଳୀ, ହଠାତ୍ ଭୂଲୋକର କ୍ରିୟାବଳୀ ଉପରେ ଉତରି ଆସେ। ସାଧାରଣତଃ ଏହି ଶକ୍ତି ପ୍ରାଣଭୂମିରୁ ଉତରି ଆସେ, ପ୍ରାଣଭୂମିରେ ଯାହା ଯାହା ଥାଏ ସେଇଠୁ ସେ ଶକ୍ତି ଉତରି ଆସେ ଏବଂ କ'ଣ କରେ, ଊର୍ଦ୍ଧ୍ୱଲୋକର କ୍ରିୟାବଳୀ, ଊର୍ଦ୍ଧ୍ୱଲୋକରେ ଯେଉଁ କ୍ରିୟାବଳୀ ସବୁ କାର୍ଯ୍ୟ ଚାଲିଛି ସେ ବି ଭୂଲୋକର କ୍ରିୟାବଳୀ ଉପରେ ଉତରି ଆସେ। ଭୂଲୋକ ମାନେ ଜଡ଼, ଆ ଉପରେ ଉତରି ଆସେ। ସେଠିକାର କାର୍ଯ୍ୟ ଏଠି, ମାନେ ଯେମିତି କ'ଣ କୁହାଯାଏ, ଯେତେବେଳେ ସ୍ୱଚ୍ଛ ଭାରତ ହେଲା, ସ୍ୱଚ୍ଛ ଭାରତ ଆନ୍ଦୋଳନ, ନରେନ୍ଦ୍ର ମୋଦି ନିଜେ ଝାଡ଼ୁ ମାରିଲେ, ନଟ୍ ଦ୍ୟାଟ୍ ସେ ଶୋ କରିବାକୁ ମାତ୍ର, ତାହା ନୁହଁ। ସ୍ୱଚ୍ଛ ଭାରତକୁ ସ୍ୱଚ୍ଛ କରିବା ସିମ୍ବଲିକ୍ କର। ତ ଆମେ ଯଦି ତାକୁ ସମାଲୋଚନା କରିବୁ, ସେ ଦେଖିବା ପାଇଁ, ଫଟୋ ଉଠାଇବା ପାଇଁ ମାରିଦେଲା ନା, ଆଉ ସବୁଦିନ ମାରୁନାହାନ୍ତି, ସବୁଦିନ ଝାଡ଼ୁ ଆସି ମାରୁନାହାନ୍ତି। ପ୍ରଧାନମନ୍ତ୍ରୀ ହେଇଛନ୍ତି, ଏତେ ଫଟୋ ଉଠାଇ ଦେଲେ ସେମାନେ। ଏଇଟା କ'ଣ ସ୍ୱାଭାବିକ ଜିନିଷ କି? ସ୍ୱାଭାବିକ ଜିନିଷ କି? ସେଦିନ ଆବଶ୍ୟକ ହେଲା, ହଠାତ୍ ହେଲା, ଦରକାର ପଡ଼ିଲା ଗୋଟେ କରାଗଲା। ଆମକୁ ସ୍ୱାଭାବିକ ତ ସେଠି ମାରିଲେ ସବୁଦିନ କେହି ମାରୁନି, ସବୁଦିନ ଝାଡ଼ୁ ମାରିବ। ଏଇ ଜିନିଷ ସବୁବେଳେ ସେମିତି ଘଟେନି। ହଠାତ୍ ଭୂଲୋକର କ୍ରିୟାବଳୀ ଉପରେ ଉଠି ଆସେ, ହଠାତ୍ ସେଇଦିନ ସକାଳୁ ସେ ଡିସାଇଡ୍ କରିଥିବେ ଯେ କିଛି ସମୟ ଆମେ ବି ସମସ୍ତେ ମିଶି ଝାଡ଼ୁ ମାରିବା, କ'ଣ ଅଛି, ସୁଇପିଂ କରିବା। ଏହା ଯେପରି ଆମମାନଙ୍କ ଅଧସ୍ତନ ଚେତନାର ମେଘମାଳାକୁ ଅକସ୍ମାତ୍ ଭେଦ କରି ଊର୍ଦ୍ଧ୍ୱଲୋକର ବିଦ୍ୟୁତ୍ ତୁଲ୍ୟ ଚମକି ଉଠେ। ଚମତ୍କାର ବର୍ଣ୍ଣନା ଦିଆଯାଏ। କେମିତି ହୁଏ? ଏହା ଯେପରି ଆମଙ୍କ ଅଧସ୍ତନ ଚେତନାର, ଜଡ଼ ପ୍ରାଣ ଇତ୍ୟାଦିର ଅଧସ୍ତନ ଚେତନାର ସେଠି ଯେଉଁ ମେଘମାଳା ମାନେ ଆଚ୍ଛନ୍ନ କରି ରହିଛି, ତାକୁ ଏଠି ମେଘମାଳା ମାନେ କ'ଣ, ବର୍ଷା ମେଘମାଳା ନୁହଁ, ତାକୁ ଆବୋରିକି ରହିଥିବା, ବାଟ ବନ୍ଦ କରିକି ଊର୍ଦ୍ଧ୍ୱ ଚେତନାକୁ ଅଟକେଇ ରଖିଥିବା ମେଘମାଳା ଯାକ, ତାକୁ ଅକସ୍ମାତ୍ ଭେଦ କରି ଊର୍ଦ୍ଧ୍ୱଲୋକର ବିଦ୍ୟୁତ୍ ତୁଲ୍ୟ ଚମକି ଉଠେ। ସେ ଶକ୍ତି ଏଠି ସିଧା ହଠାତ୍ ତାକୁ ଭେଦ କରି ତଳକୁ ଚାଲି ଆସେ ଏବଂ ଊର୍ଦ୍ଧ୍ୱଲୋକର ବିଦ୍ୟୁତ୍ ତୁଲ୍ୟ ଚମକି ଉଠେ ଏଠି, ଏଇ ନିମ୍ନ ଚେତନାରେ, ଓ ତାହା ମଧ୍ୟରେ ଢାଳି ଦିଏ ନୂତନ ଶକ୍ତି, ସାମର୍ଥ୍ୟ, ନୂତନ ଗତିବୃତ୍ତି, ନୂତନ କାର୍ଯ୍ୟକ୍ରମ ପରମ୍ପରା। ଏହା ଯେପରି ଆମମାନଙ୍କ ଅଧସ୍ତନ ଚେତନାର ମେଘମାଳାକୁ ଅକସ୍ମାତ୍ ଭେଦ କରି ଊର୍ଦ୍ଧ୍ୱଲୋକର ବିଦ୍ୟୁତ୍ ତୁଲ୍ୟ ଚମକି ଉଠେ। ସବୁ ଯେତେ ଯାହା ଯାହା ସବୁ ରାସ୍ତା ବନ୍ଦ କରାହେଇଥିଲା, ବାଟ ବନ୍ଦ କରାହେଇଥିଲା, ତାକୁ ଛିନ୍ନ କରେ। ଆମକୁ ଯେଉଁ ପର୍ଦ୍ଦା ଥିଲା, ଖାଲି ପର୍ଦ୍ଦା ନୁହେଁ, ଯେତେ ଯେତେ ମୋଟା ପର୍ଦ୍ଦା ଥାଉ, ଖାଲି କନାର ପର୍ଦ୍ଦା ଥାଉ, ଟିଣ ପର୍ଦ୍ଦା ଥାଉ, ଯେଉଁ ପର୍ଦ୍ଦା ଥାଉ, ସେ ଗୋଟେ ଚେତନାର ପର୍ଦ୍ଦା, ତାକୁ ସେ ଭେଦ କରି ବିଦ୍ୟୁତ୍ ତୁଲ୍ୟ ଚମକି ଉଠେ। ତା ମଧ୍ୟରେ ଢାଳି ଦିଏ ନୂତନ ଶକ୍ତି, ସାମର୍ଥ୍ୟ, ନୂତନ ଗତିବୃତ୍ତି, ନୂତନ କାର୍ଯ୍ୟକ୍ରମ ପରମ୍ପରା।
सब आम समस्त अनुभव कर गोटे खूब पावरफुल लाइट बस कम कर खूब पावरफुल लाइट कम कर हठात लाइन चलिए अंधार हो गला सब से अंधारे खाली मैंने बस भाव कौन के लाइन आस कम ठकी लाइन आस जो लाइन आसो आम जो पावरफुल लाइट जलू से लाइट हठात जली उठे समग्र अंधकार पर हठात गोटे खूब शक्तिशाली आलोक जली उठे से जगह केमती लगे केमती आम कौन से चिंता करें लगे कहू ओहो लाइन टा आसगला चल कम किंतु से समय फिलिंग अनुभव चेष्टा कल एत गाढ़ अंधकार बहुत कि भर आलोक पशि आसला जमी हुए दैवी घटना चेतनार ऊर्ध्वस्तर हठात किसी गोटा प्रवेश कर आसो सी ठीक गोटे पूरा जहाँ मध्य नूतन ढाई दिए नूतन शक्ति सामर्थ्य नूतन गतिविधि नूतन कार्यक्रम परंपरा सब नुआ नुआ ढाई नूतन दिव्य शक्ति उठी आसवे विद्युत तुल्य चमक आसवे आम मैंने ही दैवी घटना बोली कहू ये कल्पना कर ना एटी आम जो मैंने ये भूमि बास करुचु आम कर आम हिसाब कर कथा हो पार जापर आमको जो ज्ञान नॉलेज दरकार से दिखाई आम बुझीपार ऊर्ध्वर गोटे ज्ञान हठात ऊर्ध्वर गोटे कथा हठात से घटीज आम को बुझीपर आम धारणा हम ताको कौन कह मनुष्य सन्तुष्ट हे दैवी घटना गोटे घटला कारण हठात देखू गोटे परिवर्तन आम साधारण जीवन प्राकृतिक विधि विधान गोटे आकस्मिक विपर्य हठात देखू गोटे परिवर्तन जहाँ सबुदिन घटुला बदली गोटे परिवर्तन आम साधारण जीवन प्राकृतिक विधि विधान गोटे आकस्मिक विपर्य आम जो साधारण जीवन बचुचु आम जहाँ जीवन धारा आम से जीवन धारा हठात गोटे विपर्य आकस्मिक विपर्य कौन गोटे दुर्घटना कौन गोटे विपर्य हो किंतु बुझीपारे किपर कहीं किपर कहीं बुझीपार गोटे विपर्य है जानलु कि कहीं किपर है कौन है कहीं ये आम बुझीपार कारण से अलौकिक घटनार मूल होन्य एक स्तर यहाँ हूँ इंटरेस्टिंग कहीं आम बुझीपारनु कारण यही स्तर तार मूल ना यही स्तर मूल थी आम खोज खोज पाई ये पिला सब गोलक धंदा न था मूषाटा को घरे पहुँचा भी साहय कर ये सब गार फार कटा पशिया तुम गोटे बाट पशे नहीं जाओ किसी देख बाट बन पुणी फिर आउ गोटे बाट नहीं गोटे कौ बाटे गला घरे पहुँच एटू बाहर थी पहुँची धरा जो कौटी बाट न था सब बाट बंद था तुम भाव जीव केमती घर को सी मत कहले घरे पहुँचे दियो जीव कमी सब बाट बंद जीव केमी आध्यात्मिक कह हठात गोटे विपर्य हो सब रास्ता फिटिज भांगी एवं से अग्रसर घर पड़ साधारण हिसाब से बुझी हेनी कहीं कहीं हम कहीं उत्तर नहीं ये कहीं उत्तर नहीं बुझीपारे किपर कहीं कारण से अलौकिक घटनार मूल होन्य एक स्तर ऊर्ध्वलोक जड़ लोक शक्तिर हठात ही रूपे अवतरण गोटे असाधारण घटना नुहे बहुत समय घटे जदि आम दृष्टि शक्ति थाए किपर देखा हुए आम जानू कि अलौकिक घटना आम कहानी जानी कहानीटा हूँ श्रीकृष्ण बस राजा जो अच्छा सिंहासन बस दरबार हठात
गोटे किए दौड़ी आसी कहला जे मणिमा आप पुओ को से अमुक लोकर पुओ मारला आपण पुओ को से अमुक लोकर पुओ मारला श्रीकृष्ण गोटे राजा पुओ को जी मारला तो डकई कौन दौड़े उठिए सिंहासन उठी दौड़े से जो लोक मासरा घोषड़ी आने अच्छा ये जो मारी सागे पुओ को नहीं चलो घोषड़ी कहले देख से लोक संपूर्ण अंध लोक देख देख तो पुओ मो पुओ कि मारी देख हठात लोकर आखि खोलीगला श्रीकृष्ण कहना देख बोली खोलीगला अच्छा ताकू गोटे चक्षुदान दवाई मूल कौटी कौ चेतना कौ अवस्था तार मूल सृष्टि कराई पुओ को आंक पुओ मार चक्षुदान दे हेनी मुझे देवी ते आम ऑफिस के आसो 4टा बेले मुझे फ्री चक्षुदान देवी सेमती कौन दे हे सेमती हे गोटे अकेजन खोजिले देख तो पुओ मो पुओ के मारी एवं यहाँ तो गोटे अस्वाभाविक कथा नुह किंतु श्रीकृष्ण निर्देश तेणु आपको कहुए ये अलौकिक घटनार मूल होन्य एक स्तर एक निम्न गोटे बाड़िया पिटा छुआ बाड़िया पिटा स्तर छुआ बेटे मारपिट होती से जाकि आरंभ हो सरला कौटा चक्षुदान ऊर्ध्वलोक यही जड़ लोक शक्तिर हठात यही रूप अवतरण गोटे असाधारण घटना नुहे ऊर्ध्वलोक अधलोक तललोक ये जो घटना घटे असाधारण केवे एमती नुहे बहुत समय हुए बहुत समय घटे जदि आम दृष्टि शक्ति थाए जदि आम दृष्टि शक्ति थाए किपर देखा हुए ता जानू तेरे बहु अलौकिक घटना जे सत्य आम जाना चेष्टा करूँ केमती जान गोटे पिला यही वर्ष जो मैट्रिक रिजल्ट और +2 रिजल्ट बाहर मैट्रिक तो किसी परीक्षा पत्र होता परीक्षा नंबर हम +2 किसी ही ना मैट्रिक परीक्षार नंबर अनुसार रिजल्ट डिक्लेयर करा गोटे पिला मैट्रिक परीक्षा किसी नंबर खूब भल किसी रखी किंतु +2 जहाँ पाठ पढ़ा पढ़े सी किसी भी पढ़ी ऑनलाइन प्रोनाइन से किसी पढ़ी जानी प्रोसेस पढ़ी परीक्षा अनिवार्य भाव में फेल हवा कथा यही जो प्रणाली रिजल्ट बाहर तार 70% मार्क मिलला मैट्रिक पाई ना मैट्रिक मार्क बहुत कम पाई किंतु जो प्रकार पद्धति से कले कौ सब्जेक्ट मैट्रिक कौ सब्जेक्ट मार्क ने हिसाब करके डिक्लेयर करेंगे अच्छा आप दैविक घटना ना नुह दैविक घटना आमर जिते एनओसी मिलू ना आम स्कूल मान एनओसी मिलू ना तो आम स्कूल मैंने समस्त विक्रय मांग प्रार्थना कर पंडिचेरी जाइलु समाज प्रार्थना कलु सब किंतु एनओसी मिलने जहाँ जहाँ कंडीशन सब थिला से कंडीशन रे आम स्कूल माने बहुत स्कूल आसुन किंतु कौन है सरकार एभली असुविधा है जे सरकार कौन कर डिक्लेयर करदे आउ गोटे वर्ष यही पुराना रेकग्निशन नहीं जहाँ कंटिन्यू कर समस्त आम स्कूल वाला भी कही चाहिए हम भाई कौन गोटे घटना घटो कौन आम स्कूल बंद करदे देखा स्पोंटेनियसली आसीगला सब स्कूल को गोटे वर्ष एमती अलौकिक घटना यदि आम खोजा अनेक प्रकार घटना पाइबा कौ भूमि से कार्य कला
କେଉଁ ଭୂମିରେ ସେ କାର୍ଯ୍ୟ କଲା ବୋଲି ଏଠି ଆସି ଆମ ପାଖରେ ପହଞ୍ଚେ। ତେଣୁ ଆମର ଯଦି ଦୃଷ୍ଟିଶକ୍ତି ଥାଏ ଏବଂ କିପରି ଦେଖିବାକୁ ହୁଏ ତାହା ଜାଣୁ, ଏ ବହୁ ଅଲୌକିକ ଘଟଣା ଜାଣିପାରୁ। ବିଶେଷତଃ ଯେଉଁମାନେ ଊର୍ଦ୍ଧ୍ୱତନ ଚେତନାକୁ এই ନିମ୍ନ ପାର୍ଥିବ ଚେତନାରେ ଉତାରି ଆଣିବାକୁ ଚେଷ୍ଟା କରୁଛନ୍ତି, ବହୁ ଜଣ ଚେଷ୍ଟା କରୁ, କେତେ ଜଣ ନିଶ୍ଚୟ ଚେଷ୍ଟା କରୁଛନ୍ତି ଊର୍ଦ୍ଧ୍ୱତର ଚେତନାକୁ এই ନିମ୍ନ ଚେତନା ପାଇଁ ଉତୁରି ଆଣିବା, ଏଇଠି ପାର୍ଥିବ ଚେତନାକୁ ଉତୁରି ଆଣିବା, ଏଇଠିକି ଯୋଉଠି ଆମେ ବାସ କରୁଛୁ। ଏବଂ ସେମାନେ ଏପରି ଘଟଣା ସର୍ବଦା ଦେଖିପାରନ୍ତି। ବହୁତ ସମୟରେ ଊର୍ଦ୍ଧ୍ୱତର ଚେତନାରେ ବାସ କରନ୍ତି, ନିମ୍ନ ଚେତନାରେ ଊର୍ଦ୍ଧ୍ୱତର ଚେତନାରୁ ନିମ୍ନ ଚେତନାକୁ ଅବତରଣ କରିବା ଅନୁଭବ କରନ୍ତି, ଜାଣିପାରନ୍ତି। ବହୁତ ବହୁତ ଘଟଣା। ତାପରେ ବଟିକା ଦ୍ୱାରା ଆଧ୍ୟାତ୍ମିକ ବା ଯୌଗିକ ଅନୁଭୂତି। ବଟିକା, ଯୋଗ ବଟିକା, ଏସବୁ ବଡ଼ କାଳ୍ପନିକ କଥା, କାଳ୍ପନିକ କଥା, ଠକାମି କଥା ସବୁ ଏ ବିଷୟରେ ପ୍ରପତି ଆଲୋଚନା କରୁଛି। ଆମ ଦେଶରେ କେହି ଗଞ୍ଜା ବା ଭାଙ୍ଗ ଇତ୍ୟାଦି ସେବନ କରି ଯୋଗ ଉପଲବ୍ଧି ଏବଂ ବହୁ ଆଧ୍ୟାତ୍ମିକ ଅଭିଜ୍ଞତା ଲାଭ କରିବାର କଥା କଥିତ ଅଛି। ଯେଉଁମାନେ ସବୁ ବୋଲ ବମ୍ରେ ଯାଆନ୍ତି ସେମାନେ ସମସ୍ତେ ଏଥିରେ ଓସ୍ତାଦ। ତାର କାରଣ ଗୋଟେ ବର୍ଣ୍ଣନା ଅଛି ଯେ ମହାଦେବ କାଳେ ତାଙ୍କର ଗଞ୍ଜେଇ ତାଙ୍କର ଭୋଗ ହୁଏ ତାଙ୍କ ପାଖରେ, ଏବଂ ସିଏ ଯେଉଁମାନେ ଶିବ ଭକ୍ତ ସେମାନେ ସେଥିରେ ତାର ବି ଭକ୍ତ, ଏବଂ ସେ ଗଞ୍ଜା ସେବନ କଲେ ଆଧ୍ୟାତ୍ମିକ ଉପଲବ୍ଧି, ଭାଙ୍ଗ ଗଞ୍ଜା ଖାଇଲେ ଯୋଗ ଉପଲବ୍ଧି ବହୁ ଆଧ୍ୟାତ୍ମିକ ଅଭିଜ୍ଞତା ଲାଭ କରିବା। ସବୁ ତ ଦେଖାଯିବ, ଆଉ କ'ଣ ପୃଥିବୀ ନୀଳବର୍ଣ୍ଣ ଦେଖାଯିବ। ଓହୋ, ବିଶ୍ୱ ପରେ ସେବନ କରିସାରିଲା ପରେ ଭାଙ୍ଗ, ସୁରା, ଗଞ୍ଜା ଇତ୍ୟାଦି ସେବନ ଦ୍ୱାରା କୌଣସି ଆଧ୍ୟାତ୍ମିକ ଚେତନାର ବିକାଶ ନ ହୋଇ ମନୁଷ୍ୟ ନିମ୍ନଗାମୀ ହୁଏ, ଏହା ନିଶ୍ଚିନ୍ତ। ଏଇଟା ଯିଏ ସେବନ କରେ ସେମାନେ ବି ଜାଣନ୍ତି। ସେମାନେ ଯେତେ ପ୍ରକାର ଠକାମି କହନ୍ତି, ଯାହା କହନ୍ତି, ସେମାନଙ୍କୁ ସେବନ କରନ୍ତି। କୌଣସି ନିଶା ସେବନ କରି କହନ୍ତି ଆମକୁ ଆଧ୍ୟାତ୍ମିକ ଉପଲବ୍ଧି ହେଉଛି, ସବୁ ମିଥ୍ୟା, ଟୋଟାଲ ଫଲ୍ସ, ସମ୍ପୂର୍ଣ୍ଣ ମିଥ୍ୟା। ବରଂ ଏ ଚେତନାକୁ ନିମ୍ନଗାମୀ କରେ। ଅନ୍ତତଃ ପୂର୍ଣ୍ଣ ଯୋଗର ମାର୍ଗରେ ଏସବୁ ନିଶ୍ଚିତ। ଅନ୍ୟ କେଉଁ ଯୋଗ ମାର୍ଗରେ ଥାଇପାରେ, ଅନ୍ୟ କେଉଁ ଯୋଗ ମାର୍ଗରେ ଥାଇପାରେ, ତମେ ସେବନ କରିପାର, କିନ୍ତୁ ପୂର୍ଣ୍ଣ ଯୋଗ ଯଦି କରୁଛ, ସ୍ୱୟଂ ଯୋଗ ଯଦି କରୁଛ, ଏସବୁ ନିଶ୍ଚିତ ତାକୁ ଅସ୍ପୃଶ୍ୟ ଛୁଆଁ ହେବ। ଏ ସମ୍ବନ୍ଧରେ ବର୍ତ୍ତମାନ ଆମେରିକାରେ ଗୋଟାଏ ପ୍ରକାର ବଟିକା LSD ସେବନ କରି ଯୌଗିକ ଉପଲବ୍ଧି କରିଛି ବୋଲି କେହି କହୁଛନ୍ତି। LSD ଗୋଟେ ବଟିକା, ଏଇଟା ସେଇ ମସିହାରେ ପତଞ୍ଜଳି ଲେଖିଥିଲେ LSD ଖାଇଲେ ଯୌଗିକ ଉପଲବ୍ଧି ହେଇଯାଉଛି। ଏ ବିଷୟରେ ସାଇକଡେଲିଜ ଗୋଟେ ମ୍ୟାଗାଜିନ୍ ବାହାରୁଥିଲା ଆମେରିକାରେ। ଏ ବିଷୟରେ ସାଇକଡେଲିଜ ରିଭ୍ୟୁ ନମ୍ବର 7 1966 1966 ମସିହାରେ ରିଭ୍ୟୁ 7ରେ ପ୍ରକାଶ ପାଇଥିବା କେତେକ ଲେଖା ପ୍ରତି ମାଙ୍କ ଦୃଷ୍ଟି ଆକର୍ଷଣ କରାଗଲା। କ'ଣ ବାହାରିଥିଲା ସେ ମ୍ୟାଗାଜିନ୍? ପ୍ରକୃତରେ ଏସବୁ ଦ୍ୱାରା ଆଧ୍ୟାତ୍ମିକ ଚେତନାର ବିକାଶ ହୁଏ କି ନାହିଁ, ଏହି ସମ୍ବନ୍ଧରେ ପ୍ରଶ୍ନ ପଚରାଯାଇଥିଲା। ଏ ପ୍ରକାରର କାର୍ଯ୍ୟରେ ଆଧ୍ୟାତ୍ମିକ ଉପଲବ୍ଧି ହୁଏ କି? ମା ତାହାର ଉତ୍ତରରେ ଲେଖିଲେ, one thing is sure, ମା ଲେଖୁଛନ୍ତି, one thing is sure, these experiments are not spiritual, and to give them that name is a proof of complete ignorance of what is really a spiritual experience. The effect of the drug must be either an erratic wandering the vital or the working of some subconscious notations gone asleep in the subconscious part of the being. ତାପରେ no time to say anymore on such a futile subject. ବହୁତ ବଢ଼ିଆ କଡ଼ା ଭାବରେ ସେସବୁ କରେ। ଅର୍ଥାତ୍ ଏହିସବୁ ଅନୁଭୂତି ଆଧ୍ୟାତ୍ମିକ ନୁହେଁ। ଗଞ୍ଜା ସେବନ କରି ସବୁ ଆକାଶ ସବୁ ଉଡ଼ୁଥିବା ଭଳିଆ ଲାଗେ,
ଆଧ୍ୟାତ୍ମିକ ନୁହଁ ଏବଂ ଏହି ସବୁକୁ ଆଧ୍ୟାତ୍ମିକ ଅନୁଭୂତି ନାମରେ ନାମିତ କରିବାର ଅର୍ଥ ଯଥାର୍ଥ ଆଧ୍ୟାତ୍ମିକ ଅନୁଭୂତି କ'ଣ ଏ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞତାର ପ୍ରମାଣ। ଜାଣିନ ତମେ ଆଧ୍ୟାତ୍ମିକ ଅନୁଭୂତି କ'ଣ? ଗଞ୍ଜା ସେବନ କହୁଛ ଆଧ୍ୟାତ୍ମିକ। ପୁଣି କହିଲେ ଏଇ ବଟିକା ସେବନର ପରିଣାମ ହେଲା, এই যে LSD ବଟିକା, এই ବଟିକା ସେବନର ପରିଣାମ ହେଲା ପ୍ରାଣ ସତ୍ତାର ଅଶ୍ଳୀଳ ସ୍ତରରେ ଭ୍ରମଣ ବା ଅବଚେତନାରେ ପୂର୍ବରୁ ସୁପ୍ତ କୌଣସି ଏକ ତନ୍ତ୍ରୀର ଜାଗରଣ। ତମ ଭିତରେ ଗୋଟେ ଅତ୍ୟନ୍ତ କଦର୍ଯ୍ୟ ନିମ୍ନ ପ୍ରାଣରେ ପ୍ରବେଶ କରିବା। ଆଉ ଗୋଟେ ହେଉଛି ତମ ନିଜ ଅବଚେତନାରେ କୌଣସି ଜିନିଷ ସୁପ୍ତ ହେଇଯାଇଛି ତାକୁ ଜାଗ୍ରତ କରିବା। ଅବଚେତନାରେ ସୁପ୍ତ ଥିବା ଯେଉଁଟା ଚେତନାର ତଳେ ଅବଚେତନ, ସେଠି କିଛି ଗୋଟେ ସୁପ୍ତ ଅଛି, ତାକୁ ତମେ ଜାଗ୍ରତ କରିବାକୁ ଚେଷ୍ଟା କର। এইପରି ନିରର୍ଥକ ବିଷୟରେ ଆଉ ଆଲୋଚନା କରିବାକୁ ମୋର ସମୟ ନାହିଁ। କହିଲେ ଆଉ ଏ ବିଷୟରେ ମୋତେ ପଚାରନି, ନିରର୍ଥକ ବିଷୟ। ଏଥିରୁ ଏହା ହିଁ ସ୍ପଷ୍ଟ ଯେ କୌଣସି ପ୍ରକାର ଭେଷଜ ବିଦ୍ୟା ଦ୍ୱାରା ଆଧ୍ୟାତ୍ମିକ ବଟିକା ପ୍ରସ୍ତୁତ କରି ମାନବ ଜାତିର ଆଧ୍ୟାତ୍ମିକ ରୂପାନ୍ତର ପଥ ପ୍ରସ୍ତୁତ କରାଯାଇ ନପାରେ। ସବୁ ପ୍ରତିଷ୍ଠାନ ଲେଖିଛନ୍ତି, ଆମେ ଜାଣିଛୁ ଏଇଟା ସମ୍ପୂର୍ଣ୍ଣ ମୂଲ୍ୟହୀନ ବ୍ୟାପାର, ନିଷ୍ପ୍ରୟୋଜନ କଥା ହେଇଛୁ। ଏଥିରେ ଆଲୋଚନା କରିବା ସାଧନା ନ କରି ଗଞ୍ଜେଇ ଖାଇବ କି ଗଞ୍ଜେଇ ଖାଇ କହିବ ଯେ ଆଧ୍ୟାତ୍ମିକ ଉପଲବ୍ଧି ହେଇଯାଉଛି। ଆମେରିକାରେ ବର୍ତ୍ତମାନ ଏପରି ବଟିକାର ବହୁଳ ପ୍ରସାର ହେଉଛି ଏବଂ ସୁପ୍ରସିଦ୍ଧ ଲେଖକ ଆଲ୍ଡସ୍ ହକ୍ସଲି କିଛି ବର୍ଷ ପୂର୍ବେ ଏହାର ସପକ୍ଷରେ ବହୁ ଯୁକ୍ତି ତଥ୍ୟ ପ୍ରଚାର କରି ଆଧ୍ୟାତ୍ମିକ ଭାବର ଦ୍ରୁତ ପ୍ରସାର ନିମିତ୍ତ ଚାହିଁଥିଲେ। ସେ କ'ଣ କରିବେ? ସେଇ ରାଜ୍ୟର ଲୋକ, ସେଇ ବଟିକା ଆଡ଼ଭର୍ଟାଇଜ କଲେ ବହୁତ ଶୀଘ୍ର ଆଧ୍ୟାତ୍ମିକ ଉପଲବ୍ଧି ହେବ। ଦୁଃଖର କଥା, ହକ୍ସଲିଙ୍କ ଏହି ସମସ୍ୟା ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। ଜଣେ ବଟିକା ଖାଇ ଭଗବାନଙ୍କୁ ଉପଲବ୍ଧି କରିବ ବୋଲି ପ୍ରଚାର, ତା ଏପର୍ଯ୍ୟନ୍ତ ସଫଳ ହେଇନି, ହେବା ପ୍ରଶ୍ନ ଉଠୁନି। ସମ୍ପୂର୍ଣ୍ଣ ନିର୍ବୁଦ୍ଧତାର ପରିଚୟ। ସରିଲା, ଆମେ ଏ ଆର୍ଟିକଲ ଟିକେ ଦୀର୍ଘ ଥିଲା, ସରିଲା। ଆମେ କାଲି ପଡ଼ିଆ 1969 ଫେବୃଆରୀ ମାସରେ। ଭଗବତ ସେବକର ପ୍ରାର୍ଥନା। ବିଘ୍ନ ବିନାଶନ ହେ ଭଗବାନ, ଜୟ ହେ ତୁମ। ଆମମାନଙ୍କ ଅନ୍ତରେ କିଛି ହେଲେ ଯେପରି ତୁମ କାର୍ଯ୍ୟରେ ଆଉ ବିଘ୍ନ ନ ହୁଏ, କିଛି ହେଲେ ଯେପରି ତୁମର ଆବିର୍ଭାବରେ ବିଳମ୍ବ ନ ହୁଏ। ସକଳ ବିଷୟରେ ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହୁଏ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡ଼ା ହେଇଛୁ ଆମମାନେ। ତୁମର ଇଚ୍ଛା ହିଁ ଆମମାନଙ୍କ ମଧ୍ୟରେ, ଆମମାନଙ୍କ ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକ ନିକଟରେ ପୂର୍ଣ୍ଣ ହୁଏ। ତୁମଠାରେ ଆମମାନଙ୍କର ନିଷ୍ଠା ହୁଏ ଯେପରି ସର୍ବାଙ୍ଗୀନ ଜୀବନ। ଆମମାନେ ଅନ୍ୟ ସବୁକିଛି ପରିହାର କରି ଚାହୁଁ ସମ୍ପୂର୍ଣ୍ଣ ରୂପେ ତୁମ ପ୍ରଭାବର ଅଧୀନରେ ରହିବ। ଆମମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ, ନିବିଡ଼ ଭାବରେ କୃତଜ୍ଞ ହୋଇ ରହିବା। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେଉଁ ଅପରୂପ ସମ୍ପଦ ସବୁ ଦାନ କରିଯାଉଛ, ସେସବୁର କିଛି ହେଲେ ଯେପରି ଆମମାନେ ଅପଚୟ ନ କରୁ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଚର ହୁଏ, ସେସବୁ ଯେପରି ପ୍ରସ୍ତୁତ ହେଉଛନ୍ତି ତୁମର ସିଦ୍ଧି। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଜୟ ହେଉ ତୁମ। ତୁମର ବିଜୟରେ ଦିଅ ଆମମାନଙ୍କର ତୁରନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। In the name of the Mother, for the sake of the Mother, by the power of the Mother, with the strength of the Mother, to all harmless harmful, being of force, I order to quit this place at once and forever.